ଜନାଣୀ ମିଶ୍ର କହୁଛନ୍ତି ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ। ମାରି ଦେଖନ୍ତୁ ତାଙ୍କ ହୁଇସିଲର କେତେ ଶକ୍ତି ଅଛି ଆମେ ଦେଖିବୁ। ସେ ଯେତେବେଳେ ନିର୍ବାଚନରେ ଜିତିଛନ୍ତି ସରକାରରେ ଅଛନ୍ତି ସଦ୍ୟ ଉପନିର୍ବାଚନରେ ଗୋଟେ ବଡ ବ୍ୟବଧାନ ଜିତିଛନ୍ତି ତେଣୁ ସେମାନେ ଆନନ୍ଦରେ ବିଭୋର ହେଇଯାଇଛନ୍ତି। ଆଉ ଯିଏ ବିଭୋର ହେଇଯାଏ ସେ ନିଶ୍ଚିତ ଭାବରେ ତାର କେବଳ ମାନେ ଅବାସ୍ତବ କଥା କହେ ଆଉ ତାହା ହିଁ ଘଟୁଛି। ହୁଇସିଲ ମାରିଲେ ଭାଙ୍ଗି ତ ଯିବ ଆଉ କ'ଣ ଦେଖିବି ଆଉ। ସେ ତ କଂଗ୍ରେସରୁ ଏବେ କ'ଣ କି ଏବେ ଏବେ ଇସଲାମ କବୁଲ କରିଛନ୍ତି, ଖ୍ରୀଷ୍ଟ ଧର୍ମରୁ ଯାଇକରି ମୁସଲିମ ଧର୍ମରେ ମିଶିଛନ୍ତି। ସେ କ'ଣ ଜାଣିଛନ୍ତି? ତ ତାଙ୍କୁ କିଛି ଜଣା ନାହିଁ। ସେ ତ ନୂଆ ମୁଲ୍ଲା କରତା ହେ ଜ୍ୟାଦା ହଲ୍ଲା ସେଭଳି ଲୋକ। ହଁ ବିଜେଡି ଆଉ ଆସିବ ଭାବୁଥାନ୍ତୁ। ସ୍ୱପ୍ନ ଦେଖିବା ପାଇଁ କାହାକୁ ମନା ନାହିଁ। ବିଜେଡିକୁ ଆମେ ଭାଙ୍ଗିବା ପାଇଁ ଚାହୁଁନୁ ପରା। ପାର୍ଟିର ନିଷ୍ପତ୍ତି ହେଲା ବିଜେଡିକୁ ଭାଙ୍ଗିବା ପାଇଁ ପାର୍ଟି ଯେଉଁଦିନ ଚାହିଁବ ସେଦିନ ଭାଙ୍ଗିଦେବ, କିନ୍ତୁ ପାର୍ଟି ଚାହୁଁନାହିଁ। ସେଥିପାଇଁ ମୁଁ କହିଥିଲି ହୁଇସିଲ ମାରିଲେ ପାର୍ଟି ଭାଙ୍ଗିବ ଏବଂ ଏଇଟା ଅତି ସ୍ପଷ୍ଟ ଭାବରେ କହିଦେଇଥିଲି ଯେ ଆମର ଷ୍ଟ୍ରାଟେଜି ଅନୁସାରେ ବିଜେପି ବିରୋଧୀ ଭୋଟ ଗୁଡ଼ିକ ଭାଗ ହେବା କଥା। ସେଥିପାଇଁ କେନ୍ଦ୍ର ଚାହୁଁନାହିଁ ବିଜେଡିକୁ ଭାଙ୍ଗିବା ପାଇଁ ଏବଂ କେନ୍ଦ୍ର ଯେଉଁଦିନ ଚାହିଁଲା ସେଦିନ ଏଇଟା ଲୋପ ପାଇଯିବ ପାର୍ଟି।